ସମ୍ମାନ ହୋଇଥାଏ। ଯେଉଁଠାରେ ତୁଳସୀର ବାସ ନଥାଏ ସେହି ଘରେ ପାରା ନିଜର ବାସ ବନେଇ ଦେଇଥାଏ। ଆଉ ଏହା ପୁରା କେତୁର ସଂକେତ ଅଟେ। ଯଦି ଆପଣ କେବେ ତୁଳସୀ ଗଛ ଆଣୁଛନ୍ତି ତେବେ ଗୁରୁବାର ଦିନ ହିଁ ଆଣନ୍ତୁ। ଆଉ ତୁଳସୀ ଗଛକୁ ସକାଳ ସମୟରେ ହିଁ ଲଗାଇବେ। ଭୁଲରେ ବି ତୁଳସୀ ଗଛ ତଳେ ଶିବଲିଙ୍ଗ ଆଉ ଗଣେଶଙ୍କ ପ୍ରତିମାକୁ ରଖିବେ ନାହିଁ। ଆପଣ ତୁଳସୀ ଗଛ ତଳେ ଶନି ଆଉ ରାମଙ୍କୁ ରଖିପାରିବେ। ଏଥିରେ ସୌଭାଗ୍ୟ ଆଉ ଭୈରବ ସର୍ବଦା ପାଇଁ ଘରେ ବାସ କରିବେ। ବାସ୍ତୁ ଅନୁସାରେ ତୁଳସୀ ଗଛ ଲଗାଇବା ପାଇଁ ଉତ୍ତର ଦିଗ କିମ୍ବା ଉତ୍ତର ପୂର୍ବ ଦିଗ ଭଲ ମାନାଯାଇଥାଏ। ଆଉ ତୁଳସୀ ଗମଲାକୁ ରୋଷେଇ ଘର ପାଖରେ ରଖିଲେ ପାରିବାରିକ କଳହ ଦୂର ହୋଇଥାଏ। ତୁଳସୀ ଗଛକୁ କେବେ ବି ପୂର୍ବ ଦିଗରେ ନ ରଖିବା ଦରକାର। ଏହାଦ୍ୱାରା ଆପଣଙ୍କୁ ଆଉ ଆପଣଙ୍କ ପରିବାରକୁ ଆର୍ଥିକ ସମସ୍ୟା